ଅବିକା ପର୍ଯ୍ୟନ୍ତ ଯାହା ଡାଟା ଅଛି 20,58,000 ଲୋକ ଇକେୱାଇସି ଅବିକା ପର୍ଯ୍ୟନ୍ତ କରିନାହାନ୍ତି। ତା ଯେ ଲାଷ୍ଟ ଡେଟ୍ ଅଛି ତ ଯେଉଁମାନେ ନ କରିବେ ସେମାନଙ୍କର କଥାଟା ଆମେ ପୁଣି ବିଚାର କରିବୁ। ମୁଁ ଭାବୁଛି ଏଟା ସସ୍ପେଣ୍ଡେଡ୍ କରିକି ଆମେ ରଖିବୁ। ଆମେ ତାଙ୍କୁ ଏଇ ନାଁରେ ଯେଉଁ କାର୍ଡ଼ ଅଛି ଆଉ ଚାଉଳ ଇସ୍ୟୁ କରିବୁ ନାହିଁ। ଚାଉଳ ଇସ୍ୟୁ ନ କଲେ ଆପେ ଧରା ପଡ଼ିବ ମାନେ ଫଲ୍ସ କାର୍ଡ଼ କି ନାହିଁ ପ୍ରକୃତ ଲୋକ ଅଛନ୍ତି ସେମାନେ ଆସିବେ, ଯେଉଁମାନଙ୍କର କଟିଯିବ ଚାଉଳ ନ ଯିବ ସେମାନେ ଆସିବେ, ଆସିଲେ ଇକ୍ୱାଇସି କରିବେ, ଇକ୍ୱାଇସି କଲେ ପୁଣି ଆମେ ତାକୁ ରିନ୍ୟୁଆଲ୍ କରିବୁ। ବୁଝିପାରିଲେ, ଆମେ 3 ମାସ ପର୍ଯ୍ୟନ୍ତ ଏମିତି ସସ୍ପେଣ୍ଡେଡ୍ ଅବସ୍ଥାରେ ତାକୁ ରଖିବୁ। ଯିଏ 3 ମାସ ଭିତରେ ଆସୁଥିବ ତାର ଇକ୍ୱାଇସି କରିକି ତାକୁ ରିନ୍ୟୁଆଲ୍ କରିକି ଛାଡ଼ୁଥିବ। 3 ମାସ ଭିତରେ ଯଦି ନହେଲା ଜଣେ ନ ଆସିଲା ତାକୁ ପୁରା କ୍ୟାନସେଲ୍ କରିଦେବୁ। ଅବିକା ପର୍ଯ୍ୟନ୍ତ ଯାହା ଡାଟା ଅଛି 20,58,000 ଲୋକ ଇକେୱାଇସି ଅବିକା ପର୍ଯ୍ୟନ୍ତ କରିନାହାନ୍ତି। ତା ଯେ ଲାଷ୍ଟ ଡେଟ୍ ଅଛି ତ ଯେଉଁମାନେ ନ କରିବେ ସେମାନଙ୍କର କଥାଟା ଆମେ ପୁଣି ବିଚାର କରିବୁ। ମୁଁ ଭାବୁଛି ଏଟା ସସ୍ପେଣ୍ଡେଡ୍ କରିକି ଆମେ ରଖିବୁ। ଆମେ ତାଙ୍କୁ ଏଇ ନାଁରେ ଯେଉଁ କାର୍ଡ଼ ଅଛି ଆଉ ଚାଉଳ ଇସ୍ୟୁ କରିବୁ ନାହିଁ। ଚାଉଳ ଇସ୍ୟୁ ନ କଲେ ଆପେ ଧରା ପଡ଼ିବ ମାନେ ଫଲ୍ସ କାର୍ଡ଼ କି ନାହିଁ ପ୍ରକୃତ ଲୋକ ଅଛନ୍ତି ସେମାନେ ଆସିବେ, ଯେଉଁମାନଙ୍କର କଟିଯିବ ଚାଉଳ ନ ଯିବ ସେମାନେ ଆସିବେ, ଆସିଲେ ଇକ୍ୱାଇସି କରିବେ, ଇକ୍ୱାଇସି କଲେ ପୁଣି ଆମେ ତାକୁ ରିନ୍ୟୁଆଲ୍ କରିବୁ। ବୁଝିପାରିଲେ, ଆମେ 3 ମାସ ପର୍ଯ୍ୟନ୍ତ ଏମିତି ସସ୍ପେଣ୍ଡେଡ୍ ଅବସ୍ଥାରେ ତାକୁ ରଖିବୁ। ଯିଏ 3 ମାସ ଭିତରେ ଆସୁଥିବ ତାର ଇକ୍ୱାଇସି କରିକି ତାକୁ ରିନ୍ୟୁଆଲ୍ କରିକି ଛାଡ଼ୁଥିବ। 3 ମାସ ଭିତରେ ଯଦି ନହେଲା ଜଣେ ନ ଆସିଲା ତାକୁ ପୁରା କ୍ୟାନସେଲ୍ କରିଦେବୁ।